ଆରେ ବା, ଏ ଗଛରେ ତ ରଙ୍ଗ ବେରଙ୍ଗର ଘଣ୍ଟା ହୋଇଛି। ନାଲି ବ୍ୟାଣ୍ଡ ବାଲା, ନେଳି ବ୍ୟାଣ୍ଡ ବାଲା, ହଳଦିଆ ଆଉ ପୁଣି ବ୍ଲୁ ବ୍ୟାଣ୍ଡ ବାଲା ବି ଅଛି। ତୁମେ ଏଥିରୁ ଯୋଉଟା ଚାହିଁବ ସେଇଟା ନେଇପାରିବ। ମତେ ସେଇ ନାଲି ବ୍ୟାଣ୍ଡ ବାଲା ଘଣ୍ଟାଟା ଭଲ ଲାଗୁଛି, ଆଉ ୟେଲୋଟା ବି। ମୁଁ ଦୁଇଟା ଘଣ୍ଟା ନେବି, ମୁଁ ଦୁଇଟା ଘଣ୍ଟା ନେବି, ମୁଁ ଦୁଇଟା ଘଣ୍ଟା ନେବି। ଏମିତି ପାଟି କରି ଗୁଗୁ ଉଠି ପଡ଼ିଲା। ଆଉ ତାର ମାମା ବି ଗୁଗୁର ପାଟି ଶୁଣି ତାର ବି ନିଦ ଭାଙ୍ଗିଗଲା। ଇଏ ତ ସ୍ୱପ୍ନ ଥିଲା, ହେଲେ କେତେ ସୁନ୍ଦର ଥିଲା ସ୍ୱପ୍ନଟା। ଗୁଗୁ ଧନ, ତୁ ବୋଧେ ଘଡ଼ିର ସ୍ୱପ୍ନ ଦେଖୁଥିଲୁ ନା? ହଁ ମାମା, ସେଠି ନା ବହୁତ ସୁନ୍ଦର ସୁନ୍ଦର ଘଣ୍ଟା ଥିଲା। ଚିନ୍ତା କରେନି ଧନ, ମୁଁ ପଇସା ଜମା କରି ରଖିଛି। କାଲି ମୁଁ ତୋ ପାଇଁ ଗୋଟେ ସୁନ୍ଦର ଘଣ୍ଟାଟିଏ କିଣିଦେବି। ମାମା, ସତରେ? ମୋ ଗେଲି ମାମା, ମୋ ମାମା ପରି କେହି ବି ହେବେନି। ହଉ, ତୁ ଏଥର ଶୋଇପଡ଼େ। କାଲି ତ ତୋର ସ୍ୱପ୍ନକୁ ମୁଁ ପୂରା କରିଦେବି। ତାପରେ ମା ପୁଅ ଶୋଇପଡ଼ିଲେ। ସକାଳ ପାହିଗଲା। ମାମା ଚଢ଼େଇଟି ଉଠି ପଡ଼ିଲା ଆଉ ତାର ପୁଅକୁ ଉଠେଇଲା। ଗୁଗୁ ଧନ, ଗୁଗୁ ଧନ, ଉଠିଯା, ଯାଇକି ବ୍ରସ୍ କର। ମୁଁ ଜଳଖିଆ ରେଡି କରୁଛି। ଖାଇସାରି ମୁଁ ମୋ ପୁଅ ପାଇଁ ଘଣ୍ଟା ଆଣିବାକୁ ଯିବି। ମାମା, ଜଲ୍ଦି ଆସିବ। ମୁଁ ମୋ ସାଙ୍ଗମାନଙ୍କୁ ମୋ ନୂଆ ଘଣ୍ଟା ଦେଖେଇବି। ତାପରେ ଗୁଗୁର ମାମା ତା ପୁଅ ପାଇଁ ଘଣ୍ଟା ଆଣିବାକୁ ବାହାରିଗଲା। ମାମା ଚଢ଼େଇଟି ଗୋଟିଏ ବଡ଼ ଦୋକାନକୁ ଗଲା। ଭଉଣୀ, ଏ ଘଣ୍ଟାଟା ବହୁତ ଭଲ। ଏଇଟା ଚାଇନା ମାଲ, ହେଲେ ଏଇଟା 1 ନମ୍ବର ଘଣ୍ଟା। ନା ନା, ମୋର ଚାଇନା ଜିନିଷ ନେବାର ନାହିଁ। ମୋତେ ମୋ ପୁଅ ପାଇଁ ଆମ ନିଜ ଦେଶର ବନାଯାଇଥିବା ଘଣ୍ଟା ହିଁ ଦିଅ, ଯୋଉଟା 1 ନମ୍ବର ହୋଇଥିବ। ତାପରେ ମାମା ଚଢ଼େଇ ତାର ପୁଅ ପାଇଁ ଗୋଟିଏ ସୁନ୍ଦର ନାଲି ବ୍ୟାଣ୍ଡ ଲାଗିଥିବା ଘଣ୍ଟାଟିଏ କିଣିକି ଘରକୁ ନେଇକି ଆସିଲା। ଗୁଗୁ ତାର ମାମାର ଆସିବା ବାଟକୁ ଚାହିଁ ରହିଥାଏ। ଯେତେବେଳେ ତାର ମାମା ଆସିଲା, ଗୁଗୁ ଝରକା ବାଟେ ତାର ମାମାକୁ ଆସିବାର ଦେଖିଲା। ତାପରେ ସେ ଘର ବାହାରକୁ ଆସିଗଲା। ମାମା ଆସିଗଲେ, ମାମା ଆସିଗଲେ। ଇଏ ନେ, ଦେଖେ, ତୋ ଘଣ୍ଟା ଦେଖିଲୁ, ସୁନ୍ଦର ହୋଇଛି ନା? ନାଲି ବ୍ୟାଣ୍ଡ ବାଲା ଘଣ୍ଟା? ମୋର ତ ଏଇଟା ହିଁ ଦରକାର ଥିଲା। ଏଇଟା ବହୁତ ସୁନ୍ଦର ହୋଇଛି। ମାମା, ମୁଁ ଯାଉଛି ଏ ଘଣ୍ଟାରେ ଟାଇମ୍ ସେଟ୍ କରିକି ଆସିବି। ହେଲେ ଧନ, କୋଉଠିକି ଯିବୁ? ମାମା, ମୁଁ ଜଗୁ ପାଖକୁ ଯାଉଛି। ମାମା, ମୋ ସାଙ୍ଗ ଜଗୁ ପାଖରେ ବି ଏମିତିକା ଗୋଟେ ଘଣ୍ଟା ଅଛି। ଗୁଗୁ ତାର ଘଣ୍ଟାକୁ ନେଇ ତାର ସାଙ୍ଗ ଜଗୁ ପାଖକୁ ଚାଲିଲା। ଜଗୁ ନଦୀ ପାଖରେ ବସିଥିଲା। ଗୁଗୁ ଯାଇ ସେଠାରେ ପହଞ୍ଚିଲା। ଜଗୁ, ଏ ଜଗୁ, ଦେଖ ଦେଖ, ମୋ ମାମା ବି ମୋ ପାଇଁ ଗୋଟେ ଘଣ୍ଟା ଆଣି ଦେଇଛନ୍ତି। ଆରେ ବା, ଏଇଟା ତ ବହୁତ ସୁନ୍ଦର ହେଇଛି। ଏ ଘଣ୍ଟାକୁ ଦେଖିଲେ ମୋ ଘଣ୍ଟାଟା ୟାଠାରୁ ବହୁତ ଛୋଟ ଲାଗୁଛି। ଏଇଟା କେତେ ଟଙ୍କା ପଡ଼ିଲା? ମୁଁ ଜାଣିନି, ମୋ ମାମା ଆଣି ଦେଇଛନ୍ତି। ହେଲେ ଏଇ ଘଣ୍ଟାଟା ମତେ ବହୁତ ପସନ୍ଦ ଆସୁଛି। ଜଗୁ, ମୋ ଘଣ୍ଟାରେ ଟିକେ ଟାଇମ୍ ସେଟ୍ କରିଦେବୁ? ହଉ, ଚାଲ ପାହାଡ଼ ଉପରକୁ ଯିବା। ସେଠି ଯାଇକି ମୁଁ ତୋର ଘଣ୍ଟାରେ ଟାଇମ୍ ସେଟ୍ କରିଦେବି। ତାପରେ ଜଗୁ ଗୁଗୁକୁ ସାଙ୍ଗରେ ନେଇ ପାହାଡ଼ ପାଖକୁ ଚାଲିଲା। ଜଗୁକୁ ଗୁଗୁର ଘଣ୍ଟାଟା ବହୁତ ପସନ୍ଦ ଆସିଥିଲା। ସେ ଭାବୁଥିଲା, ଯେମିତି ବି ହଉ ଏ ଘଣ୍ଟାଟିକୁ ମୁଁ ନିଶ୍ଚୟ ନେଇଯିବି। ତାପରେ ସେମାନେ ଯାଇ ପାହାଡ଼ ଉପରେ ପହଞ୍ଚିଗଲେ। ହଉ, ଦେ ଦେ ତୋ ଘଣ୍ଟାଟା। ମୁଁ ଏବେ ତୋ ଘଣ୍ଟାରେ ଟାଇମ୍ ସେଟ୍ କରିଦେବି। ଗୁଗୁ ତାର ଘଣ୍ଟାଟିକୁ ଜଗୁକୁ ଦେଇଦେଲା। ଗୁଗୁ, ବଟନଟିକୁ ଦାବିବା ପାଇଁ ଗୋଟିଏ କଣ୍ଟା ଦରକାର। ତୁ ଯା, ଯାଇକି ସେଇ ସାମ୍ନାରେ ଯୋଉ ଗଛଟା ଅଛି, ସେଇ ଗଛରୁ ଗୋଟିଏ କଣ୍ଟା ନେଇକି ଆସେ। ହଉ, ମୁଁ ଏବେ ଆଣିଦେଉଛି। ଗୁଗୁ ଯିବା ମାତ୍ରକେ ଜଗୁ ଘଣ୍ଟାଟିକୁ ସେ ଗଛ ବୁଦା ପାଖରେ ଲୁଚେଇ ଦେଲା। ଗୁଗୁ ଯେତେବେଳେ ଫେରିକି ଆସିଲା,
ଜଗୁ ମିଛରେ କାନ୍ଦିବାକୁ ଲାଗିଲା। ଗୁଗୁ, ତୋ ଘଣ୍ଟାଟା ନା ଏ ପାହାଡ଼ ତଳକୁ ଗଳି ପଡ଼ିଲା। ମତେ ଜମା ବି ମିଳୁନାହିଁ। ମିଛ, ତୁ ମିଛ କଥା ହିଁ କହୁଛୁ। ଦେ ମୋ ଘଣ୍ଟା ମତେ ଫେରେଇ ଦେ। ତୁ ମୋ ଘଣ୍ଟାଟା ନେବାକୁ ଚାହୁଁଥିଲୁ। ସତ କହୁଛି ଗୁଗୁ, ମୁଁ ମୋ ମାଆର ରାଣ ଖାଇକି କହୁଛି। ମୁଁ ସତ ହିଁ କହୁଛି। ମୋ ମାଆର ରାଣ, ଯଦି ମୁଁ ମିଛ କହୁଥିବି ମୋ ମାମା ମରିଯିବ। ତୋର ଘଣ୍ଟାଟା ଏଇ ଭିତରେ ହିଁ ପଡ଼ିଗଲା। ଆଚ୍ଛା, ତୁ ଯଦି ତୋ ମାମାର ରାଣ ଖାଇ କହୁଛୁ ତାହେଲେ ମୁଁ ବିଶ୍ୱାସ କରୁଛି। ତାପରେ ଦୁଇ ଜଣ ଘଣ୍ଟାଟିକୁ ଖୋଜିବାକୁ ଲାଗିଲେ। ଘଣ୍ଟାଟା ବି କେମିତି ମିଳିବ? ଜଗୁ ତ ଘଣ୍ଟାଟିକୁ ସେପଟ ଗଛ ବୁଦା ପାଖରେ ଲୁଚେଇକି ରଖିଛି। ଆଉ ଜଗୁ ଗୁଗୁର ବିଶ୍ୱାସ ଆଣିବା ପାଇଁ ସେ ତା ମାମାର ମିଛରେ ରାଣ ପକେଇ ଦେଇଛି। ବହୁ ସମୟ ଯାଏ ଗୁଗୁ ଘଣ୍ଟାଟିକୁ ଖୋଜିବାରେ ଲାଗିଥାଏ, ହେଲେ ଘଣ୍ଟାଟି ମିଳିଲା ନାହିଁ। ତାପରେ ଦୁଃଖରେ ଗୁଗୁ ଜଗୁକୁ କହିଲା, ଆଉ ଘଣ୍ଟା ମିଳିବ ନାହିଁ। ଚାଲ ଘରକୁ ଚାଲିଯିବା। ତୁ ଯା, ମତେ ଏବେ ମୋ ଆଈ ପାଖକୁ ଯିବାର ଅଛି। ଏଇ ପାଖରେ ତ ମୋ ଆଈର ଘର। ତାପରେ ଗୁଗୁ ଚାଲିଗଲା। ଜଗୁ ବୁଦା ଭିତରୁ ଘଣ୍ଟାଟିକୁ କାଢ଼ି ସାଙ୍ଗରେ ନେଇ ଘରକୁ ଆସିଗଲା। ଯେତେବେଳେ ଗୁଗୁ ଘରକୁ ଗଲା, ତାର ମୁହଁକୁ ଦେଖି ତାର ମାଆକୁ କିଛି ଗୋଟିଏ ଲାଗିଲା। ନିଶ୍ଚିତ କିଛି ଗୋଟେ ହୋଇଛି ବୋଲି। ଗୁଗୁ ଧନ, କ'ଣ ହୋଇଛି? କ'ଣ ହୋଇଛି ତୋର? ଘଣ୍ଟା କୁଆଡ଼େ ଗଲା? ମାମା, ମାମା, ଜଗୁ ଧରିଥିଲା। ତା ହାତରୁ ଘଣ୍ଟାଟା ତଳକୁ ପଡ଼ି କୁଆଡ଼େ ହଜିଗଲା। ଆମେ ଖୋଜିଲୁ, କେତେ ଖୋଜିଲୁ, ହେଲେ ପାଇଲୁନି। ସେ ମିଛ କହୁଛି। ତୋ ଘଣ୍ଟା ନିଶ୍ଚୟ ସିଏ ହିଁ ରଖିଛି। ହେଲେ ମାମା, ସିଏ ତା ମାମାର ମିଛ ରାଣ କେମିତି ପକେଇ ପାରିବ? ମିଛୁଆ ଓ ଖରାପ ପକ୍ଷୀମାନେ ମିଛ କହି କିଛି ନା କିଛି କରିପାରନ୍ତି। ଜଗୁ ବି ଯାଇ ଘରେ ପହଞ୍ଚିଗଲା। ପହଞ୍ଚିବା ପରେ ଖୁସି ଖୁସିରେ ତା ମାମାକୁ କହିଲା, ମାମା, ମାମା, ଇଏ ଦେଖ, ମୁଁ ଗୋଟିଏ ନୂଆ ଘଣ୍ଟା ଆଣିଛି। ହେଲେ ଗୋରି କିଛି ବି କହିପାରୁ ନଥିଲା। ମାମା, କ'ଣ ହୋଇଛି ତୁମର? ଜଗୁଧନ, କେଜାଣି କାହିଁକି ଏବେ ମୋ ଦେହଟା ଜମା ଭଲ ଲାଗୁନାହିଁ। ଜୀବନ ଚାଲିଗଲା ପରି ଲାଗୁଛି। ଏମିତି ଲାଗୁଛି ମୁଁ ମରିଯିବି। ଏହା ଶୁଣି ଜଗୁ କାନ୍ଦିବାରେ ଲାଗିଲା। ମାମା, ମାମା, ତୁମର କିଛି ବି ହେବ ନାହିଁ। ମୁଁ ଏବେ ତୁମକୁ ମେଡ଼ିସିନ ଦେଇ ଦେଉଛି। ନାଇଁ ଧନ, ଥାଉ, ତୁ ଯା, ଯାଇକି ତୋ ଆଈକି ଡାକିକି ଆଣେ। ମୋ ନିଶ୍ୱାସ ବନ୍ଦ ହୋଇଯାଉଛି। ଜଗୁକୁ ତାର ମିଛ ରାଣ ଖାଇଥିବା କଥା ମନେ ପଡ଼ିଗଲା। ଯଦି ମୁଁ ମିଛ କହୁଛି ତାହେଲେ ମୋ ମାମା ନିଶ୍ଚୟ ମରିଯିବ। ମୋ ମାମା ମରିଯିବ। ମୋ ମାମା ମରିଯିବ। ନାଇଁ ନାଇଁ ମାମା, ଇଏ ସବୁ ମୋ ପାଇଁ ହିଁ ହୋଇଛି। ଏ ଘଣ୍ଟାକୁ ମୁଁ ଗୁଗୁକୁ ଫେରେଇ ଦେବି। ଦେଖିବ, ତୁମେ ଭଲ ହୋଇଯିବ। ଜଗୁ ଘରୁ ବାହାରି ଗୁଗୁ ପାଖକୁ ଆସିଲା। କବାଟ ଠକ୍ ଠକ୍ କଲା। ଗୁଗୁ ବାହାରକୁ ଆସିଲା। ଗୁଗୁ, ଗୁଗୁ, ଇଏ ନେ ତୋ ଘଣ୍ଟା। ଆଉ ମତେ କ୍ଷମା କରିଦେ। ମୁଁ ମିଛ କହିଥିଲି। ଆଉ ମୁଁ ମୋ ମାମାର ମିଛ ରାଣ ହିଁ ପକେଇ ଦେଇଥିଲି। ପ୍ଲିଜ୍ ଗୁଗୁ, ମତେ କ୍ଷମା କରିଦେ। ଯଦି ତୁ ମତେ କ୍ଷମା କରିଦେବୁ ତାହେଲେ ମୋ ମାମା ଠିକ୍ ହୋଇଯିବେ। ପ୍ଲିଜ୍ ଗୁଗୁ, ପ୍ଲିଜ୍ ଗୁଗୁ। ହଁ, ହଁ, ହଁ। ଗୁଗୁର ମାମା ବି ଏ କଥା ସବୁ ଶୁଣୁଥିଲେ। ତାପରେ ସେ ବାହାରକୁ ଆସିଲେ। ଜଗୁ ବେଟା, ଗୋଟିଏ ଛୋଟ ଜିନିଷ ପାଇଁ ମିଛ ରାଣ ପକେଇବା ଠିକ୍ ନୁହେଁ। ଜିନିଷ ତ କେତେ ଆସିବ ଆଉ ଯିବ, ହେଲେ ମାମା କ'ଣ ମିଳିବ କି ଆଉ ଥରେ? ଗୁଗୁ ବେଟା, ତୋ ସାଙ୍ଗକୁ ତୁ କ୍ଷମା କରିଦେ। ହଁ ସାଙ୍ଗ, ମୁଁ ତତେ କ୍ଷମା କରିଦେଲି। ଚାଲ, ମୁଁ ଏବେ ତୋ ସାଙ୍ଗରେ ଯିବି ଆଉ ଆଣ୍ଟିଙ୍କୁ ମେଡ଼ିସିନ ଦେବା। ମାମା, ମୋ ଘଣ୍ଟାଟିକୁ ନେଇ ଘରେ ରଖିଦିଅ। ତାପରେ ଗୁଗୁ ଜଗୁର ସାଙ୍ଗରେ ଗଲା। ଯେତେବେଳେ ସେମାନେ ଘରେ ପହଞ୍ଚିଲେ, ଦେଖିଲେ ମାମା ତ ପରିବା ଧରିଛନ୍ତି ରୋଷେଇ କରିବା ପାଇଁ। ମାମା, ତୁମେ କ'ଣ ଭଲ ହୋଇଗଲ?
ହଁ ଜଗୁ ବେଟା, ମୁଁ ପୁରା ଠିକ୍ ହୋଇଗଲି। କେଜାଣି କ'ଣ ହେଲା, ମୁଁ କିଛି ସମୟ ପାଇଁ ବେମାରରେ ପଡ଼ିଯାଇଥିଲି। ତାପରେ ହଠାତ୍ ଭଲ ବି ହୋଇଗଲି। ତାପରେ ଦୁଇ ସାଙ୍ଗ ହାତ ମିଶେଇଲେ। ଆଜିଠାରୁ ମୁଁ ଆଉ ଜମା ବି ମୋ ମା'ର ମିଛ ରାଣ ପକେଇବି ନାହିଁ। ମୋ ମାମା ସବୁଠାରୁ ଭଲ ମାମା। ମୋର ଆଉ କିଛି ବି ହେଲେ ଦରକାର ନାହିଁ। ଏମିତି ଭାବେ ଜଗୁ ଆଉ ରାଣ ପକେଇଲା ନାହିଁ।